ଆମର ଆସିଲେ ଦେବେନି। ତମଠୁ ନବା ଅଲଗା, ତାଙ୍କଠୁ ନବା ଅଲଗା। ଆଉ କଣ ଦେବେ? ଆଉ କଣ ଦିଅନ୍ତି? ସେ ଦିଅନ୍ତି ନା ନିଅନ୍ତି? ନିଅନ୍ତି, ତମେ ଦଉଥିଲେ ସେ ନେବେ ନା। ଅବିକା ଆସୁନ। ଏବେ ଯିବି। ଏବେ ଆସୁନ। ଗଲେ ତାକୁ ଖୋଜିବ ତ। ଆଁ କଣ? ମୁଁ କହିଲି କଲେ କରିବାକୁ ଦବ ତ? ହୁଁ। ଯାହା କରିପାରିବି। ହଁ। ଏତେ ଗରମ ହଉଛି ନା। ଆମେ ଯିବୁ ଗରମ କରିଦେବୁ। ଆମେ ଗଲେ ତ ଗରମ କରିବ ନା, ଆଉ କଣ ତମେ କଣ ନିଜେ ଗରମ ହେଇଯିବ? ପୁଅ ପିଲା କୁହନ୍ତି, ପୁଅ ପିଲା ବେଶୀ ଗରମ ନା। ଆମର ସବୁବେଳେ ଛିଡା ହେଇକି ରହୁଛି। କହିଲି ବି ଆଜି ଆସୁନୁ। ଆଜି ତ ଲେଟ୍ ହେଲାଣି, ବହୁତ ରାତି ହେଲାଣି। ହଁ। ତମେ ତ ଡରୁଛ ଆଉ, କେତେ ଲେଟ୍ ହେଇଛି 9ଟା ବାଜିଛି ଆଉ କେତେ ବାଜିଛି? ରାତି ସାରା କରିବି କାମ। ହୁଁ। ତାଙ୍କର ଛିଡା ହଉଥିବେ ତମେ ମନା କରିଥିବ। ହେଲେ ବି ତମ ମୋ ସାଙ୍ଗେ ଯୋଉ କଥା ହଉଛ, ମାଇଣ୍ଡ ଆଉ କୁଆଡେ ରହୁଛି ହେଲା। କଥା ସିନା ହଉଛ, ହେଲେ ତମ ମାଇଣ୍ଡ ଆଉ କୁଆଡେ ରହୁଛି ନା। ମାଇଣ୍ଡ କୁଆଡେ ରହୁଛି, ତମ ପାଖରେ ଅଛି ବା। ମୋ ପାଖକୁ ତାହେଲେ ମୋ କଥା ମୁଁ ଗୋଟେ କଥାକୁ ରିପୋର୍ଟ କରୁଛ। ରିପିଟ୍ କେତେବେଳେ କଲି? ସ୍ୱାମୀ ଆସିନାହାନ୍ତି ଆଉ? ଖାଉଛନ୍ତି। ଉଁ ହଉ ଆଇଲୁ। ମାମାକୁ ବୋଇ ନବନି ଆ। ଆଉ କଣ କହୁଛ? ମୁଁ କହିଲି ସ୍ୱାମୀ ଆସିନାହାନ୍ତି ଆଉ? ହଁ ଆସୁଛନ୍ତି ଆଉ, ନ ଆସିଲେ ଆମେ ଭୋକରେ ମରିବୁ। ଭୋକରେ ସେ କଥା କହିଲି। ହଁ ଆସିକି ଦେଇ ଦେଇ ଯାଉଛନ୍ତି। ଦେଇ ଦେଇ ଯାଉଛନ୍ତି କଣ? ସଉଦା ପତ୍ର ଆଉ କଣ? ଆଉ କିଛି ଦଉନାହାନ୍ତି, ତମେ ଦବନି ଯଦି ସେ କୋଉଠୁ ନେବେ? ହଁ ହଁ ହଁ। ଆମକୁ ଦଉନ ନା। ହୁଁ। ତମର ଆସିନାହାନ୍ତି ଦେବେନି। କଣ? ଆଉ ଏତେ ନିଅନି ହେଲା। ମନା କରୁଛ ସବୁବେଳେ ଆଉ। ହୁଁ। ଡାକୁନ କୋଉଦିନ ଗୋଟେ? କୋଉଦିନ ଡାକିବି? ଉଁ କୋଉଦିନ ଡାକିବୁ? କଣ କୋଉଦିନ ଡାକିବ, ଯୋଉଦିନ ଡାକିବ ସେଇଦିନ ଯିବି। ହୁଁ। କଣ ଯୋଉଟା ଅସମ୍ଭବ କଥା ସେଇଟା କହିଦେଲ ଆଉ। ହଁ। କହିଲି ଯୋଉଟା ଅସମ୍ଭବ କଥା ସେଇଟା କହିଲ, ଦିନରୁ କହିଲନି ଯାଇଥାନ୍ତି। ହୁଁ କାଇଁ ଦିନରେ ଲୋକ ଦେଖିବେ ନା, ରାତିରେ ଦେଖିବେନି। ଆଚ୍ଛା। ଗରମ ହଉଛି ନା କଣ କହିଲ? କଣ? କଣ କହିଲ? କଣ କହିଲି? ବୁଝିପାଇଲିନି ମୁଁ କହିଦେଲି। ମୁଁ କହିଲି ଏତେ ଗରମ ଅଛି ନା। ନାଇଁ ଆମେ କାହିଁ ଗରମ ହବୁ, ପୁଅ ପିଲା ସିନା ବେଶୀ ଗରମ ହୁଅନ୍ତି। ଆଉ ସେଇଥିପାଇଁକା କୁହନ୍ତି ଆମେ ଯିବୁ। ଖାଲି କହିଲେ ଆମେ କହୁନ ଗୋଟେ କୋଉଦିନ ଗୋଟେ ପ୍ଲାନ ଦେଖ। ଆମେ ଜଗତପୁର ଯିବୁ ନା। ତମେ ତ କହିଲ କଣ ନା ଯୋଉ କଣ ଯେତେବେଳେ ଡାକିବ ସେତେବେଳେ ଯିବୁ, କାଇଁ ଅବିକା ତ ଡାକିଲେ ଆସିଲନି। ସନ୍ଧ୍ୟାବେଳୁ କହିଥାନ୍ତ ନା। ମୁଁ ସନ୍ଧ୍ୟାବେଳେ ଏଇ ତ ସନ୍ଧ୍ୟା ବେଳେ ବା କହୁଛି ଆଉ କେତେବେଳେ କହୁଛି। ହୁଁ ଏବେ କେହି ଦେଖିବେନି ନା। ହୁଁ ହଁ। କହିଦଉଛ ନା ଆଉ, ହୁଁ ସେତେବେଳେ ପୁଣି କରିବାକୁ ଗଲାବେଳକୁ ନାହିଁ। ହଁ ଆଉ କଣ କୁହ? ଆଉ ସ୍ୱାମୀ ଆସିନାହାନ୍ତି? ହଁ ଆସିଥିଲେ କଣ ହେଲାଣି। କରିନାହାନ୍ତି? ମୋର କଜିଆ ହେଇଛି। କଣ ପାଇଁ? ଆଁ ମୋ ତ ଝିଅ ଭଲ ନାଇଁ କରିବେ କଣ? ତାର ଏତେ ସାହସ ସେ କରିବ। ଆଉ ତମ ସ୍ୱାମୀ ନା ଆଉ କଣ ସିଏ କରିବେନି ସିଏ। ନା ମୁଁ ଅଛି ଖାଲି। ମୁଁ ତ ଥିଲି ତମକୁ ତମ ଦେହ ଭଲ ନଥିଲା କଣ ଅଛି ମୁଁ କରିଥାନ୍ତି ତମକୁ। ସେ ଘର କଥା କିଛି ବୁଝୁନାହାନ୍ତି।
ହଁ ଆସିକି ରାତି ଅଧରେ ଆସିକି ଯୋଉ ଟୋକା ଗୁରା ଆସିକି ଯୋଉ ପାଚେରୀ ଦେବାଲ ଗୁରା ସବୁ ଭାଙ୍ଗି ସାଇଲେଣି। କହୁଛନ୍ତି ଗାଈ ଗୋରୁ ଆସିକି ଭାଙ୍ଗୁଛନ୍ତି। ଏତେ ଦିନ ଭାଙ୍ଗିଲେନି ଆଉ ଇଏ ଭାଙ୍ଗୁଛନ୍ତି। କୋଉ ଦିନ ରୁମକୁ ପଶି ଆସି ଦେଖିବ। ମୁଁ କହିଲି ଏଠି ଗେଟ୍ କରିବା ଆଉ ଗେଟ୍ ଯୋଉ ତାଲା ପକେଇଦବା। ଆଉ ଗେଟ୍ ବାଲାଙ୍କୁ ଆସି ଡାକି ଆଣ ଏଇଠି ମାନେ ମାପଟା ଦେଇକିନି ଯିବେ। ନା ହଁ ହାଁ ମାରୁଛନ୍ତି ହେଲେ କରୁନାହାନ୍ତି। ଆଉ ସବୁ କଥା ତ ମୁଁ ବୁଝିବି ତମେ ଖାଲି ପଇସା ଦେଇକି ଯିବ ତ ମୁଁ ତ ସବୁ କଲି ତମେ କାହିଁକି ଅଯଥା ହୁଁ। ସବୁଥିରେ ମୁଁ ବୁଝିବି। ଯୋଉ ଟିଭି କିଣା ହେଲା ସେ ଟିଭି ଦାୟିତ୍ୱ ମୁଁ ନେଲି। ଫ୍ରିଜ କିଣା ହେଲା ଫ୍ରିଜ ଦାୟିତ୍ୱ ମୁଁ ନେଲି। ତାପରେ ଟିଭି ବି ଫାଷ୍ଟ କିଣା ହେଲା ଯେ ମାନେ ଯୋଉ ସେକେଣ୍ଡ ଟିଭି ବସେଇ ଦେଲେ ତାପରେ 6 ମାସ ଖଣ୍ଡେ ଚଲେଇଥିଲୁ ଖରାପ ହେଇଗଲା। ହୁଁ। ଯଦିଓ ଖରାପ ଆସିଲା ତମେ ଫୋନ ଫାନ ବୁଝିବନି କଣ ପାଇଁ ଆମ ଟିଭି ଏମିତି ହେଲା କି କଣ ମାନେ ମତେ କହିଥାନ୍ତ ନା ବୁଝନ୍ତି ତା କାଇଁ କହୁଛ। ହଁ ତମେ ଆଉ ଥଟ୍ଟା କରନି ତାପରେ ମୁଁ ତାଙ୍କୁ କହିଲି ଥଟ୍ଟା କରୁଛି ନା ଠିକ କଥା କହିଲେ ଥଟ୍ଟା କରୁଛି। ହୁଁ ତାପରେ ସେ ଶୁଣିଲେଣି କିଛି ନାହିଁ ତାପରେ ମୁଁ ଫୋନ କଲି ମତେ 2 ମାସ ମାନେ 2 ମାସ ଫୋନ କଲି ସେ ଟିଭି ବାଲାଙ୍କୁ ସେ ଜମା ରାଜି ହଉନଥିଲେ ତାପରେ ସେ କମ୍ପାନୀ କି ଫୋନ କଲି କମ୍ପାନୀ ଫୋନ କଲା ପରେ ଯାଇକି ସେ ଲୋକଟା ମତେ କହିଲେ ଫଟୋ ଉଠେଇକି ଦେଖ ହ୍ୱାଟ୍ସଆପ ରେ ପଠାଅ ପଠେଇଲା ପରେ ଯାଇ ସିଏ କହିଲେ ସେ ଠିକ ହବନି ତମେ ଆଉ ଗୋଟେ ନୂଆ ଟିଭି ନେଇଯାଅ। ସେ 2 ମାସ ନାଗିଲା ମୁଁ ତାଙ୍କ ସାଙ୍ଗରେ ମାନେ କଣ୍ଟ୍ରା କରିକିନି ଆଉ ଗୋଟେ ଟିଭି ଟା ଆଣିଲି। କିଛି ଗୋଟେ ବୁଝିବେନି ଯାହା ବି କିଣା ହବ ମୋ ନମ୍ବର ଆଗେ ଥିରେ ଦେଇଦେବେ ତାଙ୍କ ନମ୍ବର ଦେବେନି। ମୋର ଆସିଲେ ଦେବେନି। ତମଠୁ ନବା ଅଲଗା ତାଙ୍କଠୁ ନବା ଅଲଗା। ହୁଁ ଆଉ କଣ ଦେବି। ଆଉ କଣ ଦିଅନ୍ତି? ସେ ଦିଅନ୍ତୁ ନା ନିଅନ୍ତୁ। ନିଅନ୍ତି ତମେ ଦଉଥିଲେ ସେ ନେବେ ନା। ଅବିକା ଆସୁନ। ଏବେ ଯିବି। ଏବେ ଆସୁନ। ଗଲେ ତାକୁ ଖୋଜିବ ତ। ହୁଁ ଆଁ କଣ? ମୁଁ କହିଲି କଲେ କରିବାକୁ ଦବ ତ। ହୁଁ ଯାହା କରିପାରିବି। ହଁ ଏତେ ଗରମ ହଉଛି ନା। ଆମେ ଯିବୁ ଗରମ କରିଦେବୁ। ଆମେ ଗଲେ ତ ଗରମ କରିବ ନା ଆଉ କଣ ତମେ କଣ ନିଜେ ନିଜେ ଗରମ ହେଇଯିବ। ପୁଅ ପିଲା କୁହନ୍ତି ପୁଅ ପିଲା ବେଶୀ ଗରମ ନା। ଆମର ସବୁବେଳେ ଛିଡା ହେଇକି ରହୁଛି। କହିଲି ବି ଆଜି ଆସୁନୁ। ଆଜି ତ ଲେଟ୍ ହେଲାଣି ବହୁତ ରାତି ହେଲାଣି। ହଁ ତମେ ତ ଡରୁଛ ଆଉ କେତେ ଲେଟ୍ ହେଇଛି 9ଟା ବାଜିଛି ଆଉ କେତେ ବାଜିଛି। ରାତି ସାରା କରିବି କାମ। ହୁଁ ତାଙ୍କର ଛିଡା ହଉଥିବେ ତମେ ମନା କରିଥିବ। ହେଲେ ବି ତମ ମୋ ସାଙ୍ଗେ ଯୋଉ କଥା ହଉଛ ମାଇଣ୍ଡ ଆଉ କୁଆଡେ ରହୁଛି ହେଲା କଥା ସିନା ହଉଛ ହେଲେ ତମ ମାଇଣ୍ଡ ଆଉ କୁଆଡେ ରହୁଛି ନା। ମାଇଣ୍ଡ କୁଆଡେ ରହୁଛି ତମ ପାଖରେ ଅଛି ବା। ମୋ ପାଖକୁ ତାହେଲେ ମୋ କଥା ମୁଁ ଗୋଟେ କଥାକୁ ରିପୋର୍ଟ କରୁଛ। ରିପିଟ୍ କେତେବେଳେ କଲି। ହୁଁ ସ୍ୱାମୀ ଆସିନାହାନ୍ତି ଆଉ। ଖାଉଛନ୍ତି। ଉଁ ହଉ ଆଇଲୁ। ଆ ମାମା କୁ ବୋଇ ନବନି ଆ। ଆଉ କଣ କହୁଛ? ମୁଁ କହିଲି ସ୍ୱାମୀ ଆସିନାହାନ୍ତି ଆଉ। ହଁ ଆସୁଛନ୍ତି ଆଉ ନ ଆସିଲେ ଆମେ ଭୋକରେ ମରିବୁ। ଭୋକରେ ସେ କଥା କହିଲି। ହଁ ଆସିକି ଦେଇ ଦେଇ ଯାଉଛନ୍ତି। ଦେଇ ଦେଇ ଯାଉଛନ୍ତି କଣ? ସଉଦା ପତ୍ର ଆଉ କଣ? ଆଉ କିଛି ଦଉନାହାନ୍ତି ତମେ ଦବନି ଯଦି ସେ କୋଉଠୁ ନେବେ। ହଁ 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 ଆମକୁ ଦଉନ ନା। ହୁଁ ତମର ତମର ଆସିନାହାନ୍ତି ଦେବେନି। କଣ? ଆଉ ଏତେ ନିଅନି ହେଲା। ମନା କରୁଛ ସବୁବେଳେ ଆଉ। ହୁଁ
ଡାକୁନ କୋଉନ ଗୋଟେ। କୋଉ ଦିନ ଡାକିବୁ? ହୁଁ କୋଉ ଦିନ ଡାକିବୁ? କଣ କୋଉନ ଡାକିବ? ଯୋଉନ ଡାକିବ ସେଇନ ଯିବି। ହୁଁ। କଣ ଯୋଉଟା ଅସମ୍ଭବ କଥା ସେଇଟା କହିଦେଲ ଆଉ। ହଁ। କହିଲି ଯୋଉଟା ଅସମ୍ଭବ କଥା ସେଇଟା କହିଲ, ଦିନକୁ କହିଲନି ଯାଇଥାନ୍ତି। ହୁଁ କାଇଁ ଦିନରେ ଲୋକ ଦେଖିବେ ନା ରାତିରେ ଦେଖିବେନି। ଆଚ୍ଛା। ଗରମ ହଉଛି ନା କଣ କହିଲ? କଣ? କଣ କହିଲ? କଣ କହିଲି? ବୁଝିପାଇଲିନି ମୁଁ କହିଦେଲି। ମୁଁ କହିଲି ଏତେ ଗରମ ଅଛି। ନାଇଁ ଆମେ କାହିଁ ଗରମ ହବୁ, ପୁଅ ପିଲା ସିନା ବେଶୀ ଗରମ ହୁଅନ୍ତି। ସେଇଥିପାଇଁକା କୁହନ୍ତି ଆମେ ଯିବୁ। ଖାଲି କହିଲେ ଆମେ କହୁନ ଗୋଟେ କୋଉନ ଗୋଟେ ପ୍ଲାନ ଦେଖ। ଆମେ ଜଗତପୁର ଯିବୁ ନା। ତମେ ତ କହିଲ କଣ ନା ଯୋଉ କଣ